ଯମୁନା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବର ସଭାପତି ମଧ୍ୟ ମଞ୍ଚାସୀନ ସମସ୍ତ ଅତିଥିବୃନ୍ଦ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ତଥା ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଅଭିଭାବକ ମଣ୍ଡଳୀ ଏବଂ ମାଆମାନେ ସମସ୍ତଙ୍କୁ ମୋର ଅଭିନନ୍ଦନ ଏବଂ ଶ୍ରଦ୍ଧେୟ ଛାତ୍ରଛାତ୍ରୀ। କହିବାକୁ ଅନେକ କିଛି ଅଛି କିନ୍ତୁ ଆଉ ସମୟ ନାହିଁ, ସମୟ ମାତ୍ର 2 ମିନିଟ୍ ଦିଆଯାଇଛି। ଯେ ଗୋଟିଏ କଥା, ଏହି ବିଦ୍ୟାଳୟରେ ଗୋଟେ ବିଦ୍ୟାଳୟ ପରିଚାଳନା କରିବା ପାଇଁ 4 ଜଣଙ୍କର ଆବଶ୍ୟକତା ରହିଛି। ଗୋଟେ ହେଲା ଛାତ୍ରଛାତ୍ରୀ, ଗୋଟେ ହେଲା ଶିକ୍ଷକ, ଗୋଟେ ହେଲା ଅଭିଭାବକ, ଆଉ ଗୋଟେ ହେଲେ ପ୍ରଶାସକ। ଏଥିରୁ ଯଦି ସାଇକେଲଟା ଘୁରୁଛି ତା ଚେନ୍ ଯଦି ଛିଡ଼ିଗଲା ଆଉ ସାଇକେଲ ଚାଲିବନି। ଯଦି ଗୋଟିଏଟି କମି ରହିଯିବ ତାହେଲେ ଶିକ୍ଷା ବ୍ୟବସ୍ଥା ଆଉ ଆଗକୁ ଯିବନି। ତେଣୁ ଆପଣମାନେ ପିଲାମାନଙ୍କର ମୁଖ୍ୟ କଥା ହେଲା ପିଲାମାନେ ସାର୍ ଯାହା କହୁଥିବେ ତାକୁ ମନ ଦେଇ ଶୁଣିବ, ବହୁତ ପ୍ରଶ୍ନ ପଚାରିବ, ନ ଜାଣିପାରିଲେ ନିର୍ଭୀକ ଭାବରେ ପ୍ରଶ୍ନ ପଚାରିବ ଏବଂ ବୁଝିବ, ବୁଝିକିରି ତାର ଉତ୍ତର ଦେବ ଏବଂ ତୁମର ଯେଉଁ ପ୍ରଶ୍ନ ପଚାରୁଥିବ ତାର ଉତ୍ତର ପାଇଗଲେ ତୁମେ ନିଶ୍ଚିତ ପରୀକ୍ଷାରେ ଭଲ କରିବ। ଏବଂ ଅଭିଭାବକଙ୍କର କର୍ତ୍ତବ୍ୟ ହେଲା ଯେ ପିଲା କ'ଣ ପାଠ ପଢ଼ିଲା ତାକୁ ତୁମେ ରାତିରେ ଦେଖିବ। ଯେମିତି ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରୋଜେକ୍ଟ ୱାର୍କ ହେଲା, ତା ପାଇଁ ତୁମେ ପ୍ରୋଜେକ୍ଟଟା ଶାହଜାହାନ ଆକବର ବିଭିନ୍ନ ଭୌଗୋଳିକ ଚିତ୍ର ତାକୁ ଆଣୁଛ, ତା ପାଇଁ ପଇସା ପଠାଉଛ, ତା'ର ଖାତାପତ୍ର ପାଇଁ ଗୁରୁତ୍ୱ ଦେଉଛ, ତା'ର ପୋଷାକ ପାଇଁ ଗୁରୁତ୍ୱ ଦେଉଛ, ତା'ର ଚପଲଠୁ ଆରମ୍ଭ କରି ଯେତେ ଯାହା ଅଛି ତା ପାଇଁ ତୁମେ ବ୍ୟବସ୍ଥା କରୁଛ। ଯଦି ଏହି ସରସ୍ୱତୀ ଶିଶୁ ମନ୍ଦିରରେ ଯେତିକି ତୁମେ ପରିଶ୍ରମ କରୁଛ, ଯଦି ଏହି ବିଦ୍ୟାଳୟରେ ତୁମେ ସେତିକି ପିଲାଙ୍କୁ ଦେଖିବ ତାହେଲେ ନିଶ୍ଚିତ ଭାବରେ ତୁମ ପିଲା ସରସ୍ୱତୀ ଶିଶୁ ମନ୍ଦିରକୁ ଆହୁରି ଭଲ କରିବେ। କାରଣ ସରସ୍ୱତୀ ଶିଶୁ ମନ୍ଦିରରେ ଯେଉଁ ଶିକ୍ଷକ ଅଛନ୍ତି ସେ ଶିକ୍ଷକଠାରୁ ଏମାନେ 1000 ଗୁଣରେ ବହୁତ ଭଲ। କାହିଁକିନା ଏମାନେ ସମସ୍ତେ ଗ୍ରାଜୁଏସନ୍ କରିଛନ୍ତି, କିଏ ସିଟି କରିଛି, କିଏ ବିଇଡ଼ି କରିଛି। ତାପରେ ଯେମିତି ଡକ୍ଟର ଇଞ୍ଜିନିୟର ମାନେ OPSC ଦେଉଛନ୍ତି ସେମିତି ଏମାନେ OTET ପରୀକ୍ଷା ଦେଇକି ଆସୁଛନ୍ତି। ତେଣୁ ଆମେ ଏମାନଙ୍କୁ ସହଯୋଗ କରିବା। ବାକି ପିଲା ଆଜି ତୁମର ଏଇ ଯେଉଁ କାର୍ଯ୍ୟକ୍ରମ ଏଇଟା ହେଉଛି ଆଜି ତୁମ ପାଇଁ ଯେଉଁ ପ୍ରାଇଜ୍ ଦିଆଯାଉଛି ଏଇଟା ତୁମ ବର୍ଷକ ଯାକର କାର୍ଯ୍ୟକ୍ରମ, ଯେଉଁଟା ଆମର ମଙ୍ଗୁଳି ସାର୍ କହୁଥିଲେ ଏଜୁକେସନ୍ ଆଇ ମିନ୍ ଅଲରାଉଣ୍ଡ ଡେଭଲପମେଣ୍ଟ ଅଫ୍ ବଡି ମାଇଣ୍ଡ ଆଣ୍ଡ ସୋଲ୍। ତୁମର ସାମୂହିକ ବିକାଶ, ତୁମର ପାଠପଢ଼ାଠୁ ଆରମ୍ଭ କରି ସ୍ୱାସ୍ଥ୍ୟକୁ ଆରମ୍ଭ କରି ସବୁ ଦିଗରେ ତୁମେ ଭଲ କରିବା ଉଚିତ। ଏବଂ ଯଦି ସ୍ୱାସ୍ଥ୍ୟ ଭଲ ନ ରହିବ ତାହେଲେ ତୁମେ ପାଠ ବି ଭଲ ତୁମର ମନେ ରହିବନି। ତେଣୁ ଆମର ଯେଉଁ ଶୈକ୍ଷିକ ସହଶୈକ୍ଷିକ କାର୍ଯ୍ୟକ୍ରମ ରହିଛି, ଶୈକ୍ଷିକ କାର୍ଯ୍ୟ ହେଲା ତୁମର ଇତିହାସ, ଭୂଗୋଳ, ଇଂଲିଶ, ଗଣିତ, ଏଗୁଡ଼ିକ। ସହଶୈକ୍ଷିକ ହେଲା ତୁମର ନାଚ ଗୀତ ଖେଳକୁଦଠୁ ଆରମ୍ଭ କରି ଯାହା ତୁମେ 100 ମିଟର ଦୌଡ଼ୁଛ, 200 ମିଟର ଦୌଡ଼ୁଛ, ନାଚିଛ, ଗୀତ ଗାଇଛ, ସବୁରେ ଆଜି ପ୍ରାଇଜ୍ ପାଇବ। ଆଉ ମୁଁ ବେଶୀ କିଛି କହୁନି। ଏବଂ ଯେଉଁମାନେ ପାଇବ ଖୁସି ହେବନି, ଆଗକୁ ଆହୁରି ପ୍ରାକ୍ଟିସ୍ କରିବ। ଏବଂ ଯେଉଁମାନେ ନ ପାଇଛ ସେମାନେ କେମିତି ପାଇବାକୁ ଚେଷ୍ଟା କରିବ, କାହିଁକିନା ନିଶ୍ଚିତ ପ୍ରାକ୍ଟିସ୍ କଲେ ସେଇଟା ସମ୍ଭବ ହେବ। ଆଉ ସାର୍ କହିଲା ପରେ ରାତି ହେଇଯାଉଛି, ବର୍ତ୍ତମାନ ମୋର ଏତିକି କହି ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ। ଆମର ସମ୍ମାନୀୟ ସଭାପତି ମହୋଦୟ, ମଞ୍ଚାସୀନ ସମସ୍ତ ଅତିଥିବୃନ୍ଦ, ସାମ୍ନାରେ ବସିଥିବା ଏହି ଗାଁର ବୟସ୍କ ବ୍ୟକ୍ତି ବା ଅଭିଭାବକ ବୃନ୍ଦ, ସ୍ନେହର ପିଲାମାନେ, ଆମେ ଆଜି ଟିକେ ଯଦିଓ ପାଗ ଭଲ ଥିଲା ମଝିରେ ଖରା ହେଲା, ମିଟିଂ କାର୍ଯ୍ୟକ୍ରମ ବହୁତ ବିଳମ୍ବ ହୋଇଯାଇଛି। କାରଣ ଯେଉଁ ପିଲାଙ୍କ ପାଇଁ ଆଜି କାର୍ଯ୍ୟକ୍ରମ ଆମର ଅଛି ବାର୍ଷିକ ଉତ୍ସବ ଏବଂ ତାଙ୍କର ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ସେଇଟା ତାଙ୍କର ମୁଖ୍ୟ ଲକ୍ଷ୍ୟ। ତା ସତ୍ତ୍ୱେ ଯେତେବେଳେ ଆମେ ଆସୁଛୁ କିଛି ସମସ୍ତେ ଉପଦେଶ ଦିଅନ୍ତୁ, ଆମେ ମଧ୍ୟ ସଂକ୍ଷେପରେ କହିବୁ ଅଧ୍ୟକ୍ଷ ପିଲା। ଆମର ଗୋଟେ କଥା ଅଛି, ଆମେ ତ ପାଠ ପଢ଼ିବା ବଡ଼ ହେବା, ସମଗ୍ର ଶିକ୍ଷାରେ ସମସ୍ତେ ଜାଣିଛେ ପ୍ରତ୍ୟେକ ଜାଗାରେ ସ୍କୁଲମାନଙ୍କର ସବୁ ଇନଫ୍ରାଷ୍ଟ୍ରକ୍ଚର ବଦଳିଗଲାଣି। ପ୍ରାୟ ଅସୁବିଧା ବେଶୀ ନାହିଁ, କିଛି ଅଛି ଷ୍ଟାଫ୍ ସର୍ଟେଜ୍ କିଛି ଜାଗାରେ ଅଛି, ଆଉ ସବୁ ଭିତ୍ତିଭୂମି ପ୍ରାୟ ଆମର କମ୍ପ୍ଲିଟ୍ ହେଇଗଲାଣି। ଆମେ এই ছোট অবস্থায় যে পাঠ পড়া আমার নিহাতি দরকার এবং আমার শ্রেষ্ঠ ধন হচ্ছে বিদ্যা। বিদ্যা আমি অর্জন করা পরবর্তী সময়ের যেতবে আমি কিছু জ্ঞানর অধিকারী হওয়া, আমি এমিতি শিক্ষা গ্রহণ করা যা জীবনের আমি সবজাগুর মুক্তি দেব। যা বিদ্যা সা বিমুক্ত। এর কারণ হচ্ছে অনেক পিলা পূর্বর ଥିଲେ ଗ୍ରନ୍ଥକୀଟ,
ବହୁତ ପରିଶ୍ରମ କରି ସେମାନେ କେବଳ ପୁସ୍ତକ ପଠନରେ ତାଙ୍କ ଜ୍ଞାନକୁ ସୀମିତ ରଖିଥିଲେ। ବର୍ତ୍ତମାନ ଦେଖାଯାଉଛି ସମାଜର ଆଧୁନିକ ସହିତ ବିଜ୍ଞାନ ସହିତ ଆମେ ଅଗ୍ରଗତି କଲା ପରେ ସବୁ ବିଦ୍ୟାରେ ଯଦି କିଛି କିଛି ଆମେ ପାରଙ୍ଗମ ନ ହେବା, ଯେମିତି ଗପ ଅଛି, ପଣ୍ଡିତ ବାରମ୍ବାର ନାଉଡ଼ିଆ କହୁଥିଲେ, ତୁ ମୂର୍ଖଟା, ତୋ ଜୀବନରେ କିଛି ହେଇନି, ତୁ ପାଠ ପଢ଼ିନୁ। ଅଧା ନଈରେ ପଣ୍ଡିତଙ୍କ ନାଉଡ଼ିଆ ଛାଡ଼ିକିରି ଡେଇଁ ପଡ଼ିଲା, ପହଁରି ପହଁରି ପଳେଇଲା, କିନ୍ତୁ ନାଉଡ଼ିଆ ପଣ୍ଡିତ ମହାଶୟ ଡଙ୍ଗା ବାହିବା ଜାଣିନାହାନ୍ତି, କାତ ଧରିପାରିଲେନି, ଡଙ୍ଗା ଓଲଟିଲା, ସେ ନଈ ମଝିରେ ମଲେ। ତେଣୁ ସେଭଳି ବିଦ୍ୟା ପଢ଼ିକିରି ଆମର କିଛି ଲାଭ ନାହିଁ। ତେଣୁ ଆମେ ହେଲେ ଆଉ ଗୋଟେ ମଜା କଥା ଏବେ ବାହାରିଥିଲା, ଆମର ହାର୍ଦ୍ଦିକ ପାଣ୍ଡିଆ ଖେଳାଳି, କ୍ରିକେଟ ଖେଳାଳି, ସେ ଗୋଟେ ଘଣ୍ଟା ପିନ୍ଧୁଛି, ତା ଦାମ ହେଉଛି 4 କୋଟି। ଯଦି ସେ ଜଣେ ଭଲ ଖେଳାଳି ହେଇ କୋଟି କୋଟି ଟଙ୍କା ଅର୍ଜନ କରିପାରୁଛି, ଆମ ପିଲା ରାତି ଦିନ କାହିଁ ବସି ବସି ପାଠ ପଢ଼ିବ ବା ସରକାରୀ ଚାକିରି ଖଣ୍ଡେ କରିବ? ତେଣୁ ପିଲାର ଯେଉଁ ଅନ୍ତର୍ନିହିତ ଗୁଣ ଅଛି, ବାପା ମା ହିସାବରେ ଆମେ ତାକୁ ଦେଖିବା, ତାକୁ ପର୍ଯ୍ୟବେକ୍ଷଣ କରି ତାକୁ ଯଦି ସେଇ ଦିଗରେ ଆମେ ଉତ୍ସାହିତ କରିବା, ସେ ନିଶ୍ଚୟ ଜୀବନରେ ଭଲ ମଣିଷ ହେବ ଏବଂ ଶୃଙ୍ଖଳତାକୁ ଶିକ୍ଷା ଦିଆଯାଉ, ସମାଜରେ ସେ କିଛି ଉପକାର ଚାହୁଁ, ଏଇଭଳି ବ୍ୟକ୍ତି କଲେ ଆମ ପିଲା ଭଲ ମଣିଷ ହେବ ଏବଂ ଆମର ଉପକାର ହେବ। ଆଉ ପ୍ରଥମରୁ ମୋ ବନ୍ଧୁ ଗୁଣ